ସମ୍ବଲପୁର ରେ ଏକ ପ୍ରସିଦ୍ଧ ଇଞ୍ଜିନିୟରିଂ କଲେଜ। ନୂଆ ସେମିଷ୍ଟରର ପ୍ରଥମ ଦିନ। ଅଭିନବ ସବୁବେଳେ କ୍ଲାସରେ ପ୍ରଥମ ବେଞ୍ଚରେ ବସୁଥିଲା। ପଢ଼ାରେ ଟପ୍ପର, ଶାନ୍ତ ସ୍ୱଭାବ, କାହା ସହ ବେଶୀ ମିଶୁନଥିଲା। ସେଥିପାଇଁ ସମସ୍ତଙ୍କୁ ପ୍ରଫେସର ବୋଲି ଡାକୁଥିଲେ। କିନ୍ତୁ ସେହିଦିନ କ୍ଲାସକୁ ଏକ ନୂଆ ଝିଅ ଆସିଲା। ତାର ନାମ ଥିଲା ଅନିତା। ସମସ୍ତେ ଭାବିଲେ ସେ ପ୍ରଥମ ବେଞ୍ଚରେ ବସିବ, କିନ୍ତୁ ସେ ସିଧା ଯାଇ ଶେଷ ବେଞ୍ଚରେ ବସିଗଲା। ତାର ମୁହଁରେ ସବୁବେଳେ ହସ ଥିଲା, କିନ୍ତୁ ଆଖିରେ ଥିଲା ଗଭୀର ଦୁଃଖର ଛାପ। ପ୍ରତିଦିନ ଠିକ୍ 2ଟା ବେଳେ ସେ ହଠାତ୍ କ୍ଲାସରୁ ବାହାରି ଯାଉଥିଲା। କାହାକୁ କିଛି କହୁନଥିଲା। ନା ବନ୍ଧୁ, ନା ସୋସିଆଲ ମିଡ଼ିଆ, ନା କୌଣସି ଫୋନ୍ ଥିଲା। ଦିନେ ଅଭିନବ ଉତ୍ସୁକତାର ସହ ତା ପଛେ ପଛେ ଗଲା। କଲେଜ ପଛରେ ଥିବା ଏକ ପୁରୁଣା ବରଗଛ ତଳେ ଅନିତା ଏକା ବସିଥିଲା। ସେ ତାର ବ୍ୟାଗରୁ ଗୋଟିଏ ପୁରୁଣା ଡାଏରୀ କାଢ଼ି ଧୀରେ କହିଲା, ଆଜି ମଧ୍ୟ ମୁଁ ଆସିଛି, ତୁମେ କେବେ ଫେରିବ? ଅଭିନବ ଚମକିଗଲା। ସେଠାରେ ଆଉ କେହି ନଥିଲେ। ପରଦିନ ସାହସ କରି ସେ ଅନିତାକୁ ପଚାରିଲା, ତୁମେ ପ୍ରତିଦିନ ସେଠାକୁ କାହିଁକି ଯାଅ? ଅନିତା କିଛି ସମୟ ଚୁପ୍ ରହିଲା। ତାପରେ ହସି କହିଲା, କାରଣ ମୋର ପ୍ରେମ କାହାଣୀ ଏଠାରୁ ଆରମ୍ଭ ହୋଇଥିଲା, କିନ୍ତୁ ଶେଷ ହୋଇନି। ଏହି ଉତ୍ତର ପରେ ଅଭିନବର ରାତିର ନିଦ ଉଡ଼ିଗଲା। ସେ ଜାଣିବାକୁ ଚାହୁଁଥିଲା ସେହି ଡାଏରୀରେ କ'ଣ ଲେଖା ଅଛି। ଆଉ କିଏ ସେହି ଲୋକ ଯାହାର ଅପେକ୍ଷା ଅନିତା ଆଜି ମଧ୍ୟ କରୁଛି? ସେ ଜାଣିନଥିଲା ଏହି ରହସ୍ୟର ଉତ୍ତର ଖୋଜୁ ଖୋଜୁ ସେ ନିଜେ ଅନିତାକୁ ଭଲ ପାଇ ବସିବ। ପରଦିନ ସକାଳେ ଅଭିନବ କଲେଜକୁ ସାଧାରଣ ଦିନଠାରୁ ଅଧିକ ଶୀଘ୍ର ପହଞ୍ଚିଗଲା। ତା ମନରେ କେବଳ ଗୋଟିଏ ପ୍ରଶ୍ନ ଘୁରୁଥିଲା, ଅନିତା କାହାର ଅପେକ୍ଷା କରୁଛି? କ୍ଲାସ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଅନିତା ଆସିଲା। ଆଜି ମଧ୍ୟ ସେ ସିଧା ଯାଇ ଶେଷ ବେଞ୍ଚରେ ବସିଗଲା। ତା ହାତରେ ସେ ପୁରୁଣା ନୀଳ ରଙ୍ଗର ଡାଏରୀ ଥିଲା। ହଠାତ୍ ପ୍ରଫେସର ଆସିଯିବାରୁ ସେ ଡାଏରୀଟିକୁ ବେଞ୍ଚ ଉପରେ ରଖି ଲ୍ୟାବକୁ ଚାଲିଗଲା। ଅଭିନବର ନଜର ବାରମ୍ବାର ସେହି ଡାଏରୀ ଉପରେ ପଡ଼ୁଥିଲା। ସେ ଡାଏରୀ ଖୋଲିବାକୁ ଚାହୁଁନଥିଲା, କିନ୍ତୁ ହଠାତ୍ ପବନରେ ତାର ପ୍ରଥମ ପୃଷ୍ଠା ଖୋଲିଗଲା। ସେଠାରେ ଲେଖାଥିଲା, ଯଦି କେହି ଏହି ଡାଏରୀ ପଢ଼ୁଛନ୍ତି, ତାହେଲେ ଜାଣନ୍ତୁ ମୁଁ ଆଜି ମଧ୍ୟ ତାକୁ ଖୋଜୁଛି। ସେ ବଞ୍ଚିଛି କି ନାହିଁ ମୁଁ ଜାଣିନି। ଏଇ କିଛି ତାଡ଼ି ପଢ଼ି ଅଭିନବର ହୃଦୟ ଜୋରରେ ଧଡ଼କିବାକୁ ଲାଗିଲା। ଠିକ୍ ସେତେବେଳେ ଅନିତା ଫେରି ଆସିଲା। ତୁମେ ଡାଏରୀ ପଢ଼ିଲ? ସେ ଶାନ୍ତ ସ୍ୱରରେ ପଚାରିଲା। ଅଭିନବ ଲାଜରେ କହିଲା, ନା, କେବଳ ପ୍ରଥମ ପୃଷ୍ଠାଟି ଦେଖିଦେଲି। ଅନିତା କିଛି ରାଗ କଲା ନାହିଁ, ବରଂ ଧୀରେ କହିଲା, ବୋଧହୁଏ ସେ ଏହା ହେବାର ଥିଲା। ସନ୍ଧ୍ୟାରେ ସେ ପୁଣି ବରଗଛ ପାଖକୁ ଗଲା। ଏଥର ଅଭିନବକୁ ରୋକିଲା ନାହିଁ। ସେ ଡାଏରୀ ଖୋଲି ଗୋଟିଏ ପୁରୁଣା ଫଟୋ ଦେଖାଇଲା। ଫଟୋରେ ଅନିତା ସହ ଆଉ ଜଣେ ପୁଅ ଥିଲା। ଦୁହେଁ ହସୁଥିଲେ। ଏହା ମୋ ବଡ଼ ଭାଇ ଅମ୍ଳାନ, ଅନିତା କହିଲା। 2 ବର୍ଷ ପୂର୍ବେ ସେ ଏହି କଲେଜରେ ପଢ଼ୁଥିଲା। ଗୋଟିଏ ଦିନ ହଠାତ୍ ସେ ନିଖୋଜ ହୋଇଗଲା। ପୋଲିସ ବହୁତ ଖୋଜିଲା, କିନ୍ତୁ କୌଣସି ସୁଯୋଗ ମିଳିଲା ନାହିଁ। ଅଭିନବ ଆଶ୍ଚର୍ଯ୍ୟ ହୋଇଗଲା। ଅନିତା ଆକାଶକୁ ଚାହିଁ କହିଲା, ସମସ୍ତେ କହନ୍ତି ସେ ଆଉ ଫେରିବ ନାହିଁ, କିନ୍ତୁ ମୋର ବିଶ୍ୱାସ ଅଛି। ଅଭିନବ ପ୍ରଥମ ଥର ପାଇଁ ତା ଆଖିରେ ଲୁହ ଦେଖିଲା। ସେହି ସମୟରେ ବରଗଛ ପାଖରେ ଥିବା ବୁଦା ଭିତରୁ କିଛି ଶବ୍ଦ ଶୁଣାଗଲା। ଦୁହେଁ ପଛକୁ ଚାହିଁଲେ। ସେଠାରେ କଳା ଜ୍ୟାକେଟ ପିନ୍ଧିଥିବା ଜଣେ ଅଜଣା ବ୍ୟକ୍ତି ଠିଆ ହୋଇଥିଲା। ସେ ହସି କେବଳ ଗୋଟିଏ କଥା କହିଲା, ଅମ୍ଳାନ ବିଷୟରେ ସତ୍ୟ ଜାଣିବାକୁ ଚାହୁଁଛ? ତାହେଲେ କାଲି ରାତି 9ଟାରେ ପୁରୁଣା ଲାଇବ୍ରେରୀକୁ ଆସ। ଏତିକି କହି ସେ ଅନ୍ଧାରରେ ହଠାତ୍ ଅଦୃଶ୍ୟ ହୋଇଗଲା। ଅଭିନବ ଓ ଅନିତା ପରସ୍ପରକୁ ଚାହିଁ ରହିଗଲେ। ରାତି ଠିକ୍ 9ଟା ଓ ସମଗ୍ର କଲେଜ କ୍ୟାମ୍ପସ ପ୍ରାୟ ଖାଲି ହୋଇଯାଇଥିଲା। ପବନ ସହ ପୁରୁଣା ଗଛର ପତ୍ରର ଶବ୍ଦ ଏକ ଅଜଣା ପରିବେଶ ସୃଷ୍ଟି କରୁଥିଲା। ଅଭିନବ ଓ ଅନିତା ଧୀରେ ଧୀରେ ପୁରୁଣା ଲାଇବ୍ରେରୀ ଆଡ଼କୁ ଆଗେଇଲେ। ସେହି ଘରଟି ବହୁ ବର୍ଷ ଧରି ବନ୍ଦ ଥିଲା। କୁହାଯାଉଥିଲା ସେଠାରେ କେହି ଯାଏ ନାହିଁ। ଦୁଆର ପାଖରେ ପହଞ୍ଚିବା ମାତ୍ରେ ସେମାନେ ଦେଖିଲେ ତାଲା ଖୋଲା ଅଛି। କାହାର ନା କାହାରି ଭିତରକୁ କିଏ ଯାଇଛି। ଅଭିନବ ଧୀର ସ୍ୱରରେ କହିଲା। ଦୁହେଁ ସାହସ କରି ଭିତରକୁ ପଶିଲେ। ଚାରିଆଡ଼େ ଧୂଳି ଜମିଥିବା ବହି, ଭଙ୍ଗା ଟେବୁଲ ଓ ଜାଲରେ ଢାଙ୍କି ହୋଇଥିବା ବୁଢ଼ିଆଣୀ ଜାଲ। ହଠାତ୍ ଗୋଟିଏ ଟର୍ଚ୍ଚର ଆଲୋକ ସେମାନଙ୍କ ମୁହଁ ଉପରେ ପଡ଼ିଲା। ଡରନି, ଜଣେ ବୃଦ୍ଧ ସ୍ୱର ଶୁଣାଗଲା। ସେ ଥିଲେ କଲେଜର ଅବସରପ୍ରାପ୍ତ ଲାଇବ୍ରେରିଆନ ଶଙ୍କର ବାବୁ। ସେ ଅନିତାକୁ ଦେଖି କହିଲେ, ତୁମେ ଅମ୍ଳାନର ଭଉଣୀ ନୁହେଁ କି? ଅନିତାର ଆଖିରେ ଆଶାର ଚମକ ଆସିଗଲା। ଆପଣ ମୋ ଭାଇଙ୍କି ଜାଣୁଥିଲେ? ଶଙ୍କର ବାବୁ ପକେଟରୁ ଗୋଟିଏ ପୁରୁଣା ଖାମ୍ କାଢ଼ିଲେ। ନିଖୋଜ ହେବାର 2 ଦିନ ପୂର୍ବରୁ ଅମ୍ଳାନ ଏହା ମୋ ପାଖରେ ରଖିଥିଲା। ସେ କହିଥିଲେ, ଯଦି ମୋ ସହ କିଛି ହୁଏ, ଏହା ମୋ ଭଉଣୀକି ଦେବେ। କମ୍ପୁଥିବା ହାତରେ ଅନିତା ଖାମ୍ଟି ଖୋଲିଲା। ଭିତରେ ଗୋଟିଏ ଚିଠି ଥିଲା। ଅନିତା, ଯଦି ତୁ ଏଇ ଚିଠି ପଢ଼ୁଛୁ, ତାହେଲେ ବୁଝିଯିବୁ ମୁଁ ବଡ଼ ବିପଦରେ ଅଛି। କଲେଜରେ ଯାହା ଦେଖାଯାଉଛି ସତ୍ୟ ସେତେ ସରଳ ନୁହେଁ। କାହାକୁ ସହଜରେ ବିଶ୍ୱାସ କରିବୁ ନାହିଁ। ବିଶେଷ କରି ଚିଠିଟି ସେଠାରେ ସରିଯାଇଥିଲା। ଶେଷରେ ନାମଟି ଥିଲା। ଠିକ୍ ସେହି ସମୟରେ ବାହାରୁ ଜୋରରେ କାଚ ଭାଙ୍ଗିବାର ଶବ୍ଦ ଆସିଲା। ଅଭିନବ ଦୌଡ଼ି ବାହାରକୁ ଗଲା, କିନ୍ତୁ ସେଠାରେ କେହି ନଥିଲେ। ବ୍ରେସଲେଟଟି ହାତରେ ଧରି ଅନିତାର ଆଖିରୁ ଲୁହର ଝରି ପଡ଼ିଲା। ଏହା ମୋ ଭାଇଙ୍କର। ମୁଁ ଏହାକୁ 1000 ଥର ଦେଖିଛି। ସେ କେବେ କେବେ ଏହା ନିଜକୁ ହାତରୁ ଅଲଗା କରୁନଥିଲା। ସେ କମ୍ପିତ ସ୍ୱରରେ କହିଲା,
ଅଭିନବ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, ଏହାର ଅର୍ଥ ଅମ୍ଳାନ ଭାଇ ବୋଧହୁଏ ଏବେ ମଧ୍ୟ ଆମ ପାଖରେ ଅଛନ୍ତି। ଆମକୁ ସତ୍ୟ ଖୋଜିବାକୁ ପଡ଼ିବ। ସେହି ରାତିରେ ଅନିତା ପ୍ରଥମ ଥର ପାଇଁ ଅଭିନବ ଉପରେ ପୂର୍ଣ୍ଣ ବିଶ୍ୱାସ କଲା। ଏପର୍ଯ୍ୟନ୍ତ ସେ ନିଜ ଦୁଃଖକୁ ଏକା ଧରି ରଖିଥିଲା, କିନ୍ତୁ ଏବେ କେହି ଜଣେ ତା ସହ ଠିଆ ହୋଇଥିଲେ। ପରଦିନ ସକାଳେ ଦୁହେଁ ଅମ୍ଳାନଙ୍କ ପୁରୁଣା କ୍ଲାସରୁମ୍ ଖୋଜିବାକୁ ଗଲେ। କ୍ଲାସର ଶେଷ ବେଞ୍ଚରେ ଅଭିନବ କିଛି ଚମକୁଥିବା ଜିନିଷ ଦେଖିଲା। ସେ ତଳକୁ ହାତ ଦେଇ ଗୋଟିଏ ଛୋଟ ମେମୋରି କାର୍ଡ଼ ବାହାର କଲା। ଏହା କ'ଣ? ଅନିତା ତ ଆଶ୍ଚର୍ଯ୍ୟ ହୋଇ ପଚାରିଲା। ସେମାନେ କଲେଜର କମ୍ପ୍ୟୁଟର ଲ୍ୟାବରେ ଯାଇ ମେମୋରି କାର୍ଡ଼ ଖୋଲିଲେ। ଅଭିନବ ସେ ବ୍ରେସଲେଟ୍‌ଟିକୁ ଉଠାଇ ଦେଖିଲା। ଭିତର ପଟେ ଛୋଟ ଅକ୍ଷରରେ ଲେଖାଥିଲା ଏ। ଅନିତା ବ୍ରେସଲେଟ୍‌ଟି ଦେଖି ଆଶ୍ଚର୍ଯ୍ୟରେ କହିଲା, ଏହା ତ ମୋ ଭାଇ ଅମ୍ଳାନଙ୍କର। ଦୁହେଁ ନୀରବ ହୋଇଗଲେ। ଯଦି ବ୍ରେସଲେଟ୍‌ଟି ଏଠାରେ ଅଛି, ତାହେଲେ ଅମ୍ଳାନ କି ଏବେ ମଧ୍ୟ ବଞ୍ଚିଛନ୍ତି? ଭିତରେ କେବଳ ଗୋଟିଏ ଭିଡିଓ ଥିଲା। ଭିଡିଓ ଚାଲୁ କରିବା ମାତ୍ରେ ଅମ୍ଳାନଙ୍କ ମୁହଁ ଦେଖାଗଲା। ଅନିତାର ଆଖିରେ ଖୁସିରେ ଲୁହ ଆସିଗଲା। ଭାଇ, ଭିଡିଓରେ ଅମ୍ଳାନ କହୁଥିଲେ, ଯଦି ତୁମେ ଏ ଭିଡିଓ ଦେଖୁଛ, ତାହେଲେ ମୋ ସହ କିଛି ଘଟିଛି। ମୁଁ କଲେଜରେ ଚାଲୁଥିବା ଗୋଟିଏ ବଡ଼ ରହସ୍ୟ ବିଷୟରେ ଜାଣିଥିଲି। କିଛି ଲୋକ ଏହି ସତ୍ୟକୁ ଲୁଚାଇବା ପାଇଁ ମୋତେ ରୋକିବାକୁ ଚାହୁଁଥିଲେ। ହଠାତ୍ ଭିଡିଓ ଅଟକିଗଲା। ସ୍କ୍ରିନରେ କେବଳ ଗୋଟିଏ ଶବ୍ଦ ଦେଖାଗଲା, ବରଗଛ। ଅଭିନବ ଓ ଅନିତା ପରସ୍ପରକୁ ଚାହିଁଲେ। କଲେଜ ପଛରେ ସେ ପୁରୁଣା ବରଗଛ, ଯେଉଁଠାରେ ଅନିତା ପ୍ରତିଦିନ ଯାଉଥିଲା। ସନ୍ଧ୍ୟାରେ ଦୁହେଁ ବରଗଛ ପାଖକୁ ଗଲେ। ଗଛର ମୂଳ ପାଖରେ ଖୋଜୁଥିବା ବେଳେ ଅଭିନବ ମାଟି ତଳେ ଏକ ଲୁଚା ଯାଇଥିବା ଲୁହାର ବାକ୍ସ ପାଇଲା। ବାକ୍ସ ଭିତରେ ଥିଲା ଗୋଟିଏ ପୁରୁଣା ଫଟୋ, ଗୋଟିଏ ଚିଠି, ଆଉ ଏକ ନାମ, ଅଭିନବ। ନିଜ ନାମ ଦେଖି ଅଭିନବ ଅବାକ୍ ହୋଇଗଲା। ଏହା କେମିତି ସମ୍ଭବ? ଅମ୍ଳାନ ମୋ ନାମ କେମିତି ଜାଣିଥିଲେ? ଅନିତା ମଧ୍ୟ ଭୟରେ ଚାହିଁ ରହିଥିଲା। ଚିଠିଟି ଖୋଲିବା ପରେ ପ୍ରଥମ ଧାଡ଼ି ଥିଲା, ଅଭିନବ, ଯଦି ତୁମେ ଏହା ପଢ଼ୁଛ, ତାହେଲେ ମୋର ବିଶ୍ୱାସ ଠିକ୍ ଥିଲା। ଅଭିନବର ହୃଦୟ ଜୋରରେ ଧଡ଼କିବାକୁ ଲାଗିଲା। ଅମ୍ଳାନ ତାକୁ ଜାଣିଥିଲେ, କିନ୍ତୁ କାହିଁକି? ଅଭିନବ କମ୍ପିଥିବା ହାତରେ ସେହି ଚିଠିଟି ଖୋଲିଲା। ପ୍ରଥମ ଧାଡ଼ି ପଢ଼ିବା ପରେ ତା ଆଖି ଆଶ୍ଚର୍ଯ୍ୟରେ ବଡ଼ ହୋଇଗଲା। ପ୍ରିୟ ଅଭିନବ, ତୁମେ ହୁଏତ ମୋତେ ମନେ ରଖିନଥିବ, କିନ୍ତୁ ମୁଁ ତୁମକୁ ଭଲ ଭାବେ ଜାଣେ। 2 ବର୍ଷ ପୂର୍ବେ ତୁମେ ଯେଉଁ ଘଟଣାରେ ଜଡ଼ିତ ଥିଲ, ସେହି ଘଟଣାର ସତ୍ୟ ମୁଁ ଜାଣିଛି। ଅଭିନବ ଚମକିଗଲା। 2 ବର୍ଷ ପୂର୍ବେ? ସେ ନିଜକୁ ନିଜେ ପଚାରିଲା। ଅନିତା ତା ମୁହଁକୁ ଦେଖି ପଚାରିଲା, ଅଭିନବ, ତୁମେ କିଛି ଲୁଚାଉଛ? ଅଭିନବ କିଛି ସମୟ ଚୁପ୍ ରହିଲା। ତାପରେ ଧୀରେ କହିଲା, ମୁଁ ମଧ୍ୟ ଗୋଟିଏ କଥା ଜାଣିନି, କିନ୍ତୁ ମୋର ଅତୀତରେ ଗୋଟିଏ ଘଟଣା ଅଛି, ଯାହାକୁ ମୁଁ ଭୁଲିବାକୁ ଚେଷ୍ଟା କରିଛି। 2 ବର୍ଷ ପୂର୍ବେ ଅଭିନବ ଏହି କଲେଜରେ ନଥିଲା। ସେ ଅନ୍ୟ ଏକ ସହରରେ ପଢ଼ୁଥିଲା। ଗୋଟିଏ ରାତିରେ ରାସ୍ତାରେ ହୋଇଥିବା ଏକ ଦୁର୍ଘଟଣାରେ ସେ ନିଜର ଜଣେ ଘନିଷ୍ଠ ବନ୍ଧୁକୁ ହରାଇଥିଲା। ସେହି ଘଟଣା ପରେ ଅଭିନବ ନିଜକୁ ବଦଳାଇବାକୁ ଦେଇଥିଲା। ସେ ଆଉ କାହା ସହ ଅଧିକ ନିକଟତା ରଖୁନଥିଲା। କିନ୍ତୁ ଅମ୍ଳାନ ସେହି ଘଟଣା ସହ କିପରି ଜଡ଼ିତ? ଚିଠିର ପରବର୍ତ୍ତୀ ଧାଡ଼ି ପଢ଼ି ସେମାନେ ଆହୁରି ଆଶ୍ଚର୍ଯ୍ୟ ହେଲେ। ଅଭିନବ, ତୁମେ ଯେଉଁ ଦୁର୍ଘଟଣା କେବଳ ଏକ ଦୁର୍ଭାଗ୍ୟ ଭାବୁଛ, ସେଇଟା ଦୁର୍ଘଟଣା ନଥିଲା। କେହି ଜଣେ ଏହାକୁ ଯୋଜନା କରୁଥିଲା। ଅନିତା ଆଶ୍ଚର୍ଯ୍ୟରେ ପଚାରିଲା, ତାହେଲେ ମୋ ଭାଇ ଏସବୁ କେମିତି ଜାଣିଲେ? ଅଭିନବ କିଛି କହିପାରିଲା ନାହିଁ। ହଠାତ୍ ବରଗଛ ପଛରୁ ପାଦଶବ୍ଦ ଆସିଲା। ଦୁହେଁ ତୁରନ୍ତ ପଛକୁ ଚାହିଁଲେ। ସେଠାରେ ଜଣେ ଲୋକ ଠିଆ ଥିଲେ। ମୁହଁ ଅନ୍ଧାରରେ ଲୁଚିଥିଲା। ସେ ଧୀରେ କହିଲେ, ତୁମେ ଦୁହେଁ ବହୁତ କିଛି ଜାଣିବା ଆରମ୍ଭ କରିଦେଲ। ଅଭିନବ ଆଗକୁ ବଢ଼ି ପଚାରିଲା, ତୁମେ କିଏ? ସେ ଲୋକଟି ଧୀରେ ଆଲୋକ ଭିତରକୁ ଆସିଲା। ଅନିତାର ମୁହଁ ଫିକା ପଡ଼ିଗଲା। ନା, ଏହା କେମିତି ସମ୍ଭବ? କାରଣ ସେ ଲୋକଟି ଅମ୍ଳାନ ପରି ଦେଖାଯାଉଥିଲା। କିନ୍ତୁ ସେ ଅମ୍ଳାନ ନୁହେଁ ନା ତ? ତୁମେ ସତରେ ମୋ ଭାଇ? ସେ ଲୋକଟି ଆଗକୁ ଆସିଲା ନାହିଁ, କେବଳ ମୁଣ୍ଡ ନୁଆଁଇ କହିଲା, ମୁଁ ଚାହୁଁଥିଲି ତୁମେ ମୋତେ ଭୁଲିଯାଅ। ମୋ ପାଇଁ ତୁମ ଜୀବନ ନଷ୍ଟ ହେଉ ମୁଁ ଚାହୁଁନଥିଲି। ଅଭିନବ ଆଶ୍ଚର୍ଯ୍ୟରେ ପଚାରିଲା, ଯଦି ତୁମେ ଅମ୍ଳାନ, ତାହେଲେ ଏତେ ଦିନ କୋଉଠି ଥିଲ? ଅମ୍ଳାନ ଗଭୀର ନିଶ୍ୱାସ ନେଲା। ସେହି ରାତିରେ ମୁଁ ଏମିତି ଏକ ସତ୍ୟ ଜାଣିଥିଲି, ଯାହା ପାଇଁ କିଛି ଲୋକ ମୋତେ ଚୁପ୍ କରିବାକୁ ଚାହୁଁଥିଲେ। ସେ ଅଭିନବ ଆଡ଼କୁ ଚାହିଁ କହିଲା, ତୁମ ବନ୍ଧୁଙ୍କ ଦୁର୍ଘଟଣା ଏବଂ ମୋର ନିଖୋଜ ହେବା, ଦୁଇଟି ଘଟଣା ଏକାଠି ଜଡ଼ିତ। ଅଭିନବ ଚମକିଗଲା। କିଏ କରିଥିଲା ଏସବୁ? ଅମ୍ଳାନ ଚାରିଆଡ଼େ ଦେଖି ଧୀର ସ୍ୱରରେ କହିଲା, ଏହି କଲେଜରେ ଜଣେ ଏମିତି ଲୋକ ଅଛନ୍ତି, ଯାହାକୁ ସମସ୍ତେ ଭଲ ମଣିଷ ଭାବନ୍ତି, କିନ୍ତୁ ତାଙ୍କ ପଛରେ ଲୁଚିଛି ଅନେକ ରହସ୍ୟ। କିଏ? ଅନିତା ଉତ୍ସୁକତାର ସହ ପଚାରିଲା। ଅମ୍ଳାନ ଉତ୍ତର ଦେବା ପୂର୍ବରୁ ହଠାତ୍ ତାର ଫୋନ୍ ବାଜିଲା। ସ୍କ୍ରିନରେ ଗୋଟିଏ ଅଜଣା ନମ୍ବର। ସେ ଫୋନ୍ ଧରିବା ମାତ୍ରେ ଅନ୍ୟପଟୁ ଏକ ଗମ୍ଭୀର ସ୍ୱରରେ ଆସିଲା, ତୁମେ ପୁଣି ଫେରିଆସିଲ? ଏଥର ତୁମକୁ କେହି ବଞ୍ଚାଇ ପାରିବେ ନାହିଁ। ଫୋନ୍ କଟିଗଲା। ଅମ୍ଳାନର ମୁହଁର ରଙ୍ଗ ବଦଳିଗଲା। ଆମ ପାଖରେ ବହୁତ କମ୍ ସମୟ ଅଛି, ସେ କହିଲା। ସେ ନିଜ ପକେଟରୁ ଗୋଟିଏ ପୁରୁଣା ଫଟୋ ବାହାର କଲା। ଫଟୋରେ ଥିଲେ ଅମ୍ଳାନ ଓ ଅଭିନବର ଦୁର୍ଘଟଣାରେ ମୃତ ବନ୍ଧୁ, ଆଉ କଲେଜର ଜଣେ ଶିକ୍ଷକ। ଅନିତା ଆଶ୍ଚର୍ଯ୍ୟରେ କହିଲା, ସାର୍? ଫଟୋଟି ହାତରେ ଧରି ଅଭିନବ ନୀରବ ହୋଇଗଲା। ସେହି ଫଟୋରେ ଥିବା ଲୋକଟି ଥିଲେ ତାଙ୍କ କଲେଜର ପ୍ରିନ୍ସିପାଲ, ଡାକ୍ତର ରାଜେଶ ମହାନ୍ତି,
ଯେଉଁ ମଣିଷକୁ ସମସ୍ତ ଛାତ୍ରଛାତ୍ରୀ ଆଦର୍ଶ ଶିକ୍ଷକ ଭାବେ ସମ୍ମାନ କରୁଥିଲେ ତାଙ୍କ ନାମ ଏବେ ଏକ ରହସ୍ୟ ସହ ଯୋଡ଼ି ହୋଇଯାଇଥିଲା। ଏହା ସତ୍ୟ ହୋଇପାରେ ନାହିଁ, ଅଭିରାମ କହିଲା। ଅମ୍ଳାନ ଶାନ୍ତ ସ୍ୱରରେ କହିଲା, ମୁଁ ମଧ୍ୟ ପ୍ରଥମେ ବିଶ୍ୱାସ କରିନଥିଲି, କିନ୍ତୁ ଯେତେବେଳେ ମୁଁ କିଛି ଦଲିଲ ଖୋଜିଲି ସବୁକିଛି ବଦଳିଗଲା। କେଉଁ ଦଲିଲ? ଅନିତା ପଚାରିଲା। ଅମ୍ଳାନ ଉତ୍ତର ଦେଲା, କଲେଜରେ ଚାଲୁଥିବା ଗୋଟିଏ ଗୁପ୍ତ ପ୍ରୋଜେକ୍ଟ ଯେଉଁଥିରେ ଛାତ୍ରମାନଙ୍କର ତଥ୍ୟ ଓ କିଛି ଅନୈତିକ କାର୍ଯ୍ୟ ଲୁଚାଇ ରଖାଯାଇଥିଲା। ମୁଁ ସେହି ସତ୍ୟ ବାହାର କରିବାକୁ ଚାହୁଁଥିଲି। ଅମ୍ଳାନ ଉତ୍ତର ଦେଲା, କଲେଜରେ ଚାଲୁଥିବା ଗୋଟିଏ ଗୁପ୍ତ ପ୍ରୋଜେକ୍ଟ ଯେଉଁଥିରେ ଛାତ୍ରମାନଙ୍କ ତଥ୍ୟ କିଛି ଅନୈତିକ କାର୍ଯ୍ୟ ଲୁଚାଇ ରଖାଯାଇଥିଲା। ମୁଁ ସେହି ସତ୍ୟ ବାହାର କରିବାକୁ ଚାହୁଁଥିଲି। ଅଭିନବ ମନେ ମନେ ଭାବିଲା, ତାହେଲେ ତା'ର ବନ୍ଧୁର ଦୁର୍ଘଟଣା ମଧ୍ୟ ଏହା ସହ ଜଡ଼ିତ କି? ପରଦିନ କଲେଜରେ ସବୁକିଛି ସାଧାରଣ ଲାଗୁଥିଲା। ଛାତ୍ରମାନେ ହସୁଥିଲେ, କ୍ଲାସ୍ ଚାଲୁଥିଲା, କିନ୍ତୁ ଅଭିନବ ଓ ଅନିତାଙ୍କ ମନରେ ଥିଲା ହଜାର ପ୍ରଶ୍ନ। ସେହିଦିନ ଲାଇବ୍ରେରୀରେ ଅଭିନବ ଗୋଟିଏ ପୁରୁଣା ଫାଇଲ ପାଇଲା। ଫାଇଲ ଉପରେ ଲେଖାଥିଲା ପ୍ରୋଜେକ୍ଟ A16। ଭିତରେ ଥିବା ଗୋଟିଏ ପୃଷ୍ଠା ଦେଖି ତା'ର ହୃଦୟ ଥମିଗଲା। ସେଠାରେ ତା'ର ନିଜ ନାମ ଥିଲା, ଆଉ ତଳେ ଲେଖାଥିଲା ସବଜେକ୍ଟ ଅଭିନବ ଦାସ। ଅବଜରଭେସନ୍ ଷ୍ଟାର୍ଟେଡ୍ 2 years ago। ଅଭିନବର ହାତ କମ୍ପିବାକୁ ଲାଗିଲା। କେହି ମୋତେ 2 ବର୍ଷ ଧରି ନଜର ରଖୁଥିଲେ। ହଠାତ୍ ଲାଇବ୍ରେରୀର ଆଲୋକ ବନ୍ଦ ହୋଇଗଲା। ଅନ୍ଧାର ଭିତରୁ ଗୋଟିଏ ସ୍ୱର ଆସିଲା, ତୁମେ ଯେତେ ଖୋଜିବ ସେତେ ନିଜ ଅତୀତରେ ଫସିଯିବ ଅଭିନବ। ଅଭିନବ ଟର୍ଚ୍ଚ ଜଳାଇଲା। ସାମ୍ନାରେ ଠିଆ ଥିଲେ ପ୍ରିନ୍ସିପାଲ ଡାକ୍ତର ରାଜେଶ ମହାନ୍ତି। ସେ ହସି କହିଲେ, ତୁମେ ଭାବୁଛ ତୁମେ ସତ୍ୟ ଖୋଜୁଛ? ନା ଅଭିନବ, ସତ୍ୟ ତୁମକୁ ଖୋଜୁଛି। ଅଭିନବ ଓ ଅନିତା ନୀରବ ହୋଇଗଲେ, କିନ୍ତୁ ସେମାନେ ଜାଣିନଥିଲେ ପ୍ରିନ୍ସିପାଲଙ୍କ ପାଖରେ ଏମିତି ଗୋଟିଏ ରହସ୍ୟ ଥିଲା। ଲାଇବ୍ରେରୀର ଅନ୍ଧାର ଘର ଭିତରେ ନୀରବତା ଖେଳି ଯାଇଥିଲା। ପ୍ରିନ୍ସିପାଲ ଡାକ୍ତର ରାଜେଶ ମହାନ୍ତି ଧୀରେ ଧୀରେ ଅଭିନବଙ୍କ ଆଡ଼କୁ ଆସିଲେ। ତୁମେ ଉତ୍ତର ଚାହୁଁଛ, ଠିକ୍ ତ? ସେ ଶାନ୍ତ ସ୍ୱରରେ କହିଲେ। ଅଭିନବ ଦୃଢ଼ ସ୍ୱରରେ କହିଲା, ହଁ। ମୋ ବନ୍ଧୁର ମୃତ୍ୟୁ, ଅମ୍ଳାନଙ୍କ ନିଖୋଜ ହେବା, ଏସବୁ ପଛରେ କିଏ? ପ୍ରିନ୍ସିପାଲ କିଛି ମୁହୂର୍ତ୍ତ ଚୁପ୍ ରହିଲେ, ତାପରେ ଟେବୁଲ ଉପରେ ଥିବା ଗୋଟିଏ ପୁରୁଣା ଫାଇଲ ଖୋଲିଲେ। ଏହା ଦେଖ। ଫାଇଲରେ ଥିବା ଫଟୋ ଦେଖି ଅଭିନବଙ୍କ ମୁହଁ ରଙ୍ଗ ବଦଳିଗଲା। ସେହି ଫଟୋରେ ତାଙ୍କ ବାପା ଓ ପ୍ରିନ୍ସିପାଲ ଏକାଠି ଠିଆ ହୋଇଥିଲେ। ଏହା କେମିତି ସମ୍ଭବ? ଅଭିନବ ଆଶ୍ଚର୍ଯ୍ୟରେ ପଚାରିଲା। ପ୍ରିନ୍ସିପାଲ ଧୀରେ କହିଲେ, ତୁମ ବାପା ମୋର ସବୁଠାରୁ କନିଷ୍ଠ ବନ୍ଧୁ ଥିଲେ। ଆମେ ଏହି କଲେଜକୁ ଏକାଠି ଗଢ଼ିବାର ସ୍ୱପ୍ନ ଦେଖିଥିଲୁ। ଅଭିନବ ସ୍ତବ୍ଧ ହୋଇଗଲା। ତାହେଲେ ମୋଠାରୁ ଏହା କାହିଁକି ଲୁଚାଇଲେ? କାରଣ ତୁମ ଜୀବନ ବିପଦରେ ଥିଲା। ଏହି କଥା ଶୁଣି ଅନିତା ମଧ୍ୟ ଚମକି ଉଠିଲା। ପ୍ରିନ୍ସିପାଲ କହିଲେ, ଅମ୍ଳାନ ଗୋଟିଏ ବଡ଼ ଆର୍ଥିକ ଠକେଇର ପ୍ରମାଣ ପାଇଥିଲା। ସେହି ଠକେଇରେ କଲେଜ ବାହାରେ କିଛି ପ୍ରଭାବଶାଳୀ ଲୋକ ଜଡ଼ିତ ଥିଲେ। ସେମାନେ ଭାବିଥିଲେ ଅମ୍ଳାନ ସବୁ ପ୍ରକାଶ କରିଦେବ। ସେଥିପାଇଁ ସେ ଲୁଚି ରହିବାକୁ ବାଧ୍ୟ ହୋଇଥିଲେ। ତାହେଲେ ଆପଣ ଦୋଷୀ ନୁହନ୍ତି? ଅନିତା ପଚାରିଲା। ପ୍ରିନ୍ସିପାଲ ଉତ୍ତର ଦେବାକୁ ଯାଉଥିବା ବେଳେ ଢାମ୍ ଗୋଟିଏ ଗୁଳିର ଶବ୍ଦ ଶୁଣାଗଲା। ଲାଇବ୍ରେରୀର କାଚ ଭାଙ୍ଗିଗଲା। ସମସ୍ତେ ତଳକୁ ନଇଁ ପଡ଼ିଲେ। ବାହାରେ କଳା ଗାଡ଼ିରେ 2 ଜଣ ମୁହଁ ଢାଙ୍କିଥିବା ଲୋକ ଦୌଡ଼ି ପଳାଇଗଲେ। ଅମ୍ଳାନ ଚିତ୍କାର କଲା, ସେମାନେ ଆସିଗଲେ, ଶୀଘ୍ର ଚାଲ। 4 ଜଣ ଲାଇବ୍ରେରୀର ପଛ ଦ୍ୱାର ଦେଇ ବାହାରିଗଲେ। ଦୌଡ଼ିଥିବା ବେଳେ ଅନିତାର ହାତ ଅଭିନବର ହାତରେ ଆସିଗଲା। ଭୟରେ ସେ ତାଙ୍କ ହାତକୁ ଜୋରରେ ଧରିଥିଲା। ଅଭିନବ ତାଙ୍କୁ ଦେଖି କହିଲେ, ମୁଁ ଅଛି, ତୁମର କିଛି ହେବନି। ପ୍ରଥମ ଥର ପାଇଁ ଅନିତା ହସିଲା। ଭୟରେ ସେହି ମୁହୂର୍ତ୍ତରେ ମଧ୍ୟ ଦୁହିଁଙ୍କ ମନରେ ପ୍ରେମର ଏକ ନୂଆ ଅନୁଭୂତି ଜନ୍ମ ହେଲା। କିନ୍ତୁ ସେମାନେ ଜାଣିନଥିଲେ ସେହି କଳା ଗାଡ଼ି ଭିତରେ ବସିଥିବା ଲୋକଟି ହସୁଥିଲା। ସେ ମୋବାଇଲରେ କହିଲା, ପ୍ଲାନର ପ୍ରଥମ ପଦକ୍ଷେପ ସଫଳ। ଏବେ ଅଭିନବ ନିଜେ ଆମ ପାଖକୁ ଆସିବ। ରାତି ପ୍ରାୟ 11ଟା। ଅଭିନବ, ଇଶିତା, ଅମ୍ଳାନ ଏବଂ ପ୍ରିନ୍ସିପାଲ କଲେଜ ପଛରେ ଥିବା ଏକ ପୁରୁଣା ଗେଷ୍ଟ ହାଉସରେ ଆଶ୍ରୟ ନେଲେ। ବାହାରେ ଭୟଙ୍କର ବର୍ଷା ହେଉଥିଲା। ବିଜୁଳିର ଆଲୋକରେ ଘରଟି ବାରମ୍ବାର ଉଜ୍ଜ୍ୱଳ ହୋଇ ପୁଣି ଅନ୍ଧାରରେ ବୁଡ଼ି ଯାଉଥିଲା। ଅନିତା ଚୁପଚାପ ଝରକା ପାଖରେ ବସିଥିଲା। ତା ମନରେ ଗୋଟିଏ ପଟେ ଭାଇକୁ ଫେରି ପାଇବାର ଖୁସି, ଅନ୍ୟପଟେ ଆଗକୁ କ'ଣ ହେବ ସେ ଭୟ। ଅଭିନବ ତା ପାଖକୁ ଆସି ଗୋଟିଏ କପ୍ ଚା' ବଢ଼ାଇଲା। ଥଣ୍ଡା ଲାଗିଯିବ, ଚା' ପିଇନିଅ। ଅନିତା ହାଲୁକା ହସି କହିଲା, ଧନ୍ୟବାଦ। କିଛି ସମୟ ଦୁହେଁ ନୀରବ ରହିଲେ। ତାପରେ ଅନିତା ଧୀରେ କହିଲା, ଜାଣିଛ ଅଭିନବ, ମୁଁ କେବେ କାହାକୁ ଏତେ ସହଜରେ ବିଶ୍ୱାସ କରିନଥିଲି, କିନ୍ତୁ ତୁମେ ମୋ ଜୀବନରେ ଆସିବା ପରେ ଲାଗୁଛି ମୁଁ ଆଉ ଏକା ନୁହେଁ। ଅଭିନବ ତା ଆଖିକୁ ଚାହିଁ ରହିଲା। ମୁଁ ମଧ୍ୟ ଗୋଟିଏ କଥା କହିବାକୁ ଚାହୁଁଥିଲି। କ'ଣ? ପ୍ରଥମ ଦିନ ଯେତେବେଳେ ତୁମେ ଶେଷ ବେଞ୍ଚରେ ବସିଥିଲ, ସେହି ଦିନଠାରୁ ମୋତେ ଲାଗିଥିଲା ତୁମେ ଅନ୍ୟ ସମସ୍ତଙ୍କଠାରୁ ଅଲଗା। ଅନିତାର ହୃଦୟ ଜୋରରେ ଧଡ଼କିବାକୁ ଲାଗିଲା। ଅଭିନବ ଆଉ କହିଲା, ଆଜି ମୁଁ ଗୋଟିଏ କଥା ସ୍ୱୀକାର କରୁଛି, ମୁଁ ତୁମକୁ ଭଲ ପାଏ। ବାହାରେ ବିଜୁଳି ଚମକିଲା। ଅନିତାର ଆଖିରେ ଲୁହ ଭରିଗଲା। ସେ ଧୀରେ ଅଭିନବର ହାତ ଧରି କହିଲା, ମୁଁ ମଧ୍ୟ ତୁମକୁ ଭଲ ପାଏ, କିନ୍ତୁ ମୋର ଭୟ ଲାଗୁଛି ଯଦି ତୁମର ମଧ୍ୟ କିଛି ହୋଇଯାଏ। ଅଭିନବ ହସି କହିଲା, ଯେପର୍ଯ୍ୟନ୍ତ ମୁଁ ଅଛି ତୁମ ପାଖରେ ଲୁହ ଆସିବାକୁ ଦେବିନି। ଅନିତା ଧୀରେ ତା କାନ୍ଧରେ ମୁଣ୍ଡ ରଖିଲା। ଠିକ୍ ସେହି ସମୟରେ ଅମ୍ଳାନ ଦୌଡ଼ି ଆସିଲା। ଅଭିନବ, ଶୀଘ୍ର ଆସ। ଦୁହେଁ ଚମକି ଉଠିଲେ। ଅମ୍ଳାନଙ୍କ ହାତରେ ଗୋଟିଏ ଲାପଟପ୍ ଥିଲା। ମୁଁ ସେହି ଗୁପ୍ତ ଫାଇଲଗୁଡ଼ାକୁ ଖୋଲି ଦେଇଛି। ସ୍କ୍ରିନରେ ଅନେକ ନାମ ଥିଲା। ହଠାତ୍ ଅଭିନବର ନଜର ଗୋଟିଏ ନାମ ଉପରେ ଅଟକିଲା। ସେହି ନାମ ଥିଲା ସୁବ୍ରତ ଦାସ। ଅଭିନବର ମୁହଁ ଶୁଖିଗଲା।
ଏହା ତ ମୋ ବାପାଙ୍କ ନାମ। ଅମ୍ଳାନ ଧୀରେ କହିଲା। ହଁ, ଏବଂ ସବୁଠାରୁ ବଡ଼ ସତ୍ୟ ହେଉଛି ଏହି ରହସ୍ୟରେ ତୁମ ବାପାଙ୍କ ଭୂମିକା ଥିଲା। ଅଭିନବ ଅବିଶ୍ୱାସରେ ମୁଣ୍ଡ ହଲାଇଲା। ନା, ଏହା ଅସମ୍ଭବ। କିନ୍ତୁ ସ୍କ୍ରିନରେ ଥିବା ଗୋଟିଏ ପୁରୁଣା ଭିଡ଼ିଓ ଧୀରେ ଧୀରେ ଚାଲିବା ଆରମ୍ଭ କଲା ଏବଂ ସେଥିରେ ଅଭିନବଙ୍କ ବାପା ଏମିତି ଗୋଟିଏ କଥା କହୁଥିଲେ ଯାହା ସବୁକିଛି ବଦଳାଇ ଦେବ। ସେମାନେ ଆସିଗଲେ। ତାପରେ ସେ ଗୋଟିଏ ଛୋଟ ଚାବି କ୍ୟାମେରା ଆଗରେ ଦେଖାଇ କଲେ, ଏହି ଚାବି ହିଁ ସବୁ ରହସ୍ୟର ଉତ୍ତର। ଏହାକୁ ମୁଁ କେମିତି ଜାଗାରେ ଲୁଚାଇଛି ଯେଉଁଠାକୁ କେବଳ ତୁମେ ପହଞ୍ଚିପାରିବ। ଭିଡ଼ିଓ ହଠାତ୍ ବନ୍ଦ ହୋଇଗଲା। ସମସ୍ତେ ନୀରବ। ଅଭିରାମଙ୍କ ମନରେ ହଜାର ପ୍ରଶ୍ନ। ସେଇ ଚାବି କେଉଁଠି? ଠିକ୍ ସେତେବେଳେ ଅନିତା କିଛି ମନେ ପକାଇ କହିଲା, ଅଭିନବ, ତୁମ ବାପା ସବୁବେଳେ ତୁମକୁ ଜନ୍ମଦିନରେ ଗୋଟିଏ ସଙ୍ଗୀତ ବକ୍ସ ଉପହାର ଦେଉଥିଲେ ନା? ହଁ, ସେଟା ଆଜି ମଧ୍ୟ ମୋ ପାଖରେ ଅଛି, ଅମ୍ଳାନଙ୍କ ଉତ୍ସାହରେ କହିଲେ। ତାହେଲେ ସେ ଚାବି ବୋଧହୁଏ ସେଠି ଲୁଚା ଯାଇଥାଇପାରେ। ପରଦିନ ସକାଳେ ଚାରିଜଣ ଅଭିନବଙ୍କ ଗାଁକୁ ବାହାରିଲେ। ଦୀର୍ଘ ଯାତ୍ରା ପରେ ସେମାନେ ତାଙ୍କ ପୁରୁଣା ଘରେ ପହଞ୍ଚିଲେ। ଘରଟି ବନ୍ଦ ଥିଲା। ଧୂଳିରେ ଢାଙ୍କି ହୋଇ ସବୁକିଛି ଥିଲା। ଅଭିନବ ସେହି ସଙ୍ଗୀତ ବକ୍ସଟି ବାହାର ବକ୍ସର ସୁର ବାଜିବା ଆରମ୍ଭ ହେଲା। ହଠାତ୍ ଟିକ୍, ଭିତରେ ଗୋଟିଏ ଗୁପ୍ତ ବାକ୍ସ ଖୋଲିଗଲା। ସେଠାରେ ଥିଲା ଗୋଟିଏ ରୂପାର ଚାବି ଆଉ ଗୋଟିଏ କାଗଜ, ଯାହାର କେବଳ ଏତିକି ଲେଖା ଥିଲା, ଲକର ନମ୍ବର 23, ସିଟି ବ୍ୟାଙ୍କ। ଅଭିନବ ଚାବିଟି ହାତରେ ଧରିଲା। ସେ ଜାଣିଥିଲା ଲକର ନମ୍ବର 23 ଗଲେ ତାଙ୍କ ବାପାଙ୍କ ଶେଷ ସତ୍ୟ ସାମ୍ନାକୁ ଆସିବ। କିନ୍ତୁ ସେମାନେ ଜାଣିନଥିଲେ ଘର ବାହାରେ ଗୋଟିଏ କଳା ଗାଡ଼ି ଠିଆ ଥିଲା। ଝରକା ଭିତରୁ କେହି ଜଣେ ଏହିସବୁ ଦେଖୁଥିଲେ। ସେ ଫୋନରେ କହିଲା, ସେମାନେ ଚାବି ପାଇଗଲେ। ଏବେ ଲକର ପହଞ୍ଚିବା ପୂର୍ବରୁ ସେମାନଙ୍କୁ ଅଟକାଇବାକୁ ପଡ଼ିବ। ପରଦିନ ସକାଳ 8ଟା। ଅଭିନବ, ଅନିତା, ଅମ୍ଳାନ ଓ ପ୍ରିନ୍ସିପାଲ ସିଟି ବ୍ୟାଙ୍କ ଆଡ଼କୁ ବାହାରିଲେ। ଚାରିଜଣଙ୍କ ମନରେ ଗୋଟିଏ ଆଶା, ଆଜି ବୋଧହୁଏ ସେହି ସବୁ ରହସ୍ୟର ପର୍ଦ୍ଦା ଉଠିବ। କିନ୍ତୁ ସେମାନେ ଜାଣିନଥିଲେ କଳାକାର ଦୂରରୁ ସେମାନଙ୍କୁ ଅନୁସରଣ କରୁଥିଲା। ବ୍ୟାଙ୍କରେ ପହଞ୍ଚି ଅଭିନବ ଚାବି ଦେଖାଇଲା। ମ୍ୟାନେଜର ଚାବିକି ଭଲ ଭାବେ ଦେଖି କହିଲେ, ଏହି ଲକର ଆପଣଙ୍କ ବାପା ସୁବ୍ରତ ଦାସଙ୍କ ନାମରେ ଥିଲା। ସେ ଲେଖି ଯାଇଥିଲେ, ତାଙ୍କ ପୁଅ ଆସିଲେ ମାତ୍ର ଏହା ହିଁ ଖୋଲାଯିବ। କିଛି ମିନିଟ୍ ପରେ ସେମାନେ ଲକର ରୁମରେ ପହଞ୍ଚିଲେ। ଅଭିନବ କମ୍ପୁଥିବା ହାତରେ ଚାବିଟି ଲକର ନମ୍ବର 23 ଲଗାଇଲା। କ୍ଲିକ୍। ଲକର ଖୋଲିଗଲା। ଭିତରେ ତିନୋଟି ଜିନିଷ ଥିଲା, ଗୋଟିଏ ପେନ୍ଡ୍ରାଇଭ୍, ଗୋଟିଏ ଫାଇଲ ଆଉ ଗୋଟିଏ ଛୋଟ ଚିଠି। ଚିଠିରେ ଲେଖା ଥିଲା, ଅଭିନବ, ଯଦି ତୁ ଏଠାକୁ ପହଞ୍ଚିଛୁ ତାହେଲେ ମୁଁ ତୋ ଉପରେ ଗର୍ବ କରୁଛି। ସତ୍ୟ ପାଇଁ ଲଢ଼ିବା କେବେ ସହଜ ନୁହେଁ। ଅନିତାର ଆଖିରେ ଲୁହ ଆସିଗଲା। ଅମ୍ଳାନ ପେନ୍ଡ୍ରାଇଭ୍ଟି ଲ୍ୟାପଟପରେ ଲଗାଇଲା। ସ୍କ୍ରିନରେ ଶତାଧିକ ଫାଇଲ ଦେଖାଗଲା। ତା ମଧ୍ୟରେ ଥିଲା ଏଭିଡେନ୍ସ MP4। ଭିଡ଼ିଓ ଚାଲିଲା। ସୁବ୍ରତ ଦାସ କହୁଥିଲେ, ଏହି ଠକେଇର ପ୍ରକୃତ ମାଷ୍ଟରମାଇଣ୍ଡ କଲେଜରେ କେହି ନୁହେଁ, ସେ ହେଉଛନ୍ତି ଶିଳ୍ପପତି ବିକ୍ରମ ସିଂ। ସେ କିଛି ଲୋକଙ୍କୁ ଟଙ୍କା ଦେଇ ନିଜ ଅପରାଧ ଲୁଚାଉଥିଲେ। ପ୍ରିନ୍ସିପାଲ ଗଭୀର ନିଶ୍ୱାସ ନେଲେ। ମୁଁ କହିଥିଲି ଅସଲ ଅପରାଧୀ କଲେଜ ବାହାରେ ଅଛନ୍ତି। ହଠାତ୍ ଧାଡ଼! ବ୍ୟାଙ୍କର ମୁଖ୍ୟ ବିଦ୍ୟୁତ୍ ବନ୍ଦ ହୋଇଗଲା। ଚାରିଆଡ଼ ଅନ୍ଧାର। ଆଲାର୍ମ ବାଜିବାକୁ ଲାଗିଲା। ବାହାରୁ ଚିତ୍କାର ଶୁଣାଗଲା, କେହି ହଲିବେ ନାହିଁ। କଳାପୋଷାକ ପିନ୍ଧିଥିବା 5 ଜଣ ଅସ୍ତ୍ରଧାରୀ ଲୋକ ବ୍ୟାଙ୍କ ଭିତରକୁ ପଶି ଆସିଲେ। ସେମାନଙ୍କ ନେତା ଅଭିନବକୁ ଚାହିଁ ହସିଲା, ପେନ୍ଡ୍ରାଇଭ୍ଟା ଦେଇଦିଅ, ନହେଲେ ଆଜି ଏଠାରୁ କେହି ବଞ୍ଚିପାରିବେ ନାହିଁ। ଅଭିନବ ପେନ୍ଡ୍ରାଇଭ୍ଟି ଜୋରରେ ଧରି ରଖିଲା। ସେହି ସମୟରେ ଅନିତା ଧୀରେ କହିଲା, ଅଭିନବ, ଯାହା ହେଉ ପ୍ରମାଣକୁ ବଞ୍ଚାଇବାକୁ ପଡ଼ିବ। ଠିକ୍ ସେହି ମୁହୂର୍ତ୍ତରେ ଗୋଟିଏ ଗୁଳିର ଶବ୍ଦ ଗୁଞ୍ଜି ଉଠିଲା ଏବଂ କେହି ଜଣେ ମାଟିରେ ପଡ଼ିଗଲେ। କିଏ? ଅଭିନବ, ଅନିତା ନା ଅମ୍ଳାନ? ଗୁଳିର ଶବ୍ଦ ସାରା ବ୍ୟାଙ୍କରେ ପ୍ରତିଧ୍ୱନିତ ହେଲା। ଅନିତା ଜୋରରେ ଚିତ୍କାର କଲେ। ଅଭିନବ। ଧୂଆଁ ଉଠିବା ପରେ ସମସ୍ତେ ଦେଖିଲେ ଅମ୍ଳାନ ମାଟିରେ ପଡ଼ିଥିଲେ। ଗୁଳି ତାଙ୍କ କାନ୍ଧରେ ବାଜିଥିଲା। ଅଭିନବକୁ ବଞ୍ଚାଇବା ପାଇଁ ସେ ମଝିକୁ ଡେଇଁ ପଡ଼ିଥିଲେ। ଭାଇ! ଅନିତା ଦୌଡ଼ିଯାଇ ତାଙ୍କୁ କୋଳରେ ଧରିଲା। ଅମ୍ଳାନ ଯନ୍ତ୍ରଣାରେ ଥିଲେ ମଧ୍ୟ ହସି କହିଲେ, ମୁଁ ଠିକ୍ ଅଛି, ପେନ୍ଡ୍ରାଇଭ୍ଟାକୁ ବଞ୍ଚାଅ। ଅଭିନବର ଆଖିରେ କ୍ରୋଧ ଭରିଗଲା। ସେ ପେନ୍ଡ୍ରାଇଭ୍ଟି ଅନିତାଙ୍କ ହାତରେ ଦେଇ କହିଲା, ଯାହା ହେଉ ଏହାକୁ ନେଇ ପଳାଅ। ନା, ମୁଁ ତୁମକୁ ଛାଡ଼ି ଯିବିନି, ଅନିତା କାନ୍ଦି କାନ୍ଦି କହିଲା। ସେହି ସମୟରେ ପ୍ରିନ୍ସିପାଲ ଲକର ରୁମର ପଛରେ ଥିବା ଗୋଟିଏ ଗୁପ୍ତ ଦ୍ୱାର ଖୋଲିଦେଲେ। ଅନିତା ଓ ଅମ୍ଳାନଙ୍କୁ ନେଇ ଏହି ରାସ୍ତାରେ ବାହାରିଯାଅ। ମୁଁ ଓ ଅଭିନବ ସେମାନଙ୍କୁ ଅଟକାଉଛୁ। ଅନିତା ଲୁହଭରା ଆଖିରେ ଅଭିନବକୁ ଚାହିଁଲା। ରୋହନକୁ ଜୀବନ୍ତ ଦେଖି ଅଭିନବର ଆଖିରେ ଅବିଶ୍ୱାସ ଭରିଗଲା। ଏହା ଅସମ୍ଭବ। ମୁଁ ନିଜେ ତୁମର ଦୁର୍ଘଟଣା ଦେଖିଥିଲି। ରୋହନ ହସିଲା। ସେଟା ଦୁର୍ଘଟଣା ନୁହେଁ ଅଭିନବ, ସେଟା ଥିଲା ମୋର ନୂଆ ଜୀବନ ଆରମ୍ଭ। ମାନେ, ଯେଉଁ ରାତିରେ ସମସ୍ତେ ମୋତେ ମରିଯାଇଛ ବୋଲି ଭାବିଲେ, ସେହି ରାତିରେ ବିକ୍ରମ ସିଂଙ୍କ ଲୋକମାନେ ମୋତେ ବଞ୍ଚାଇଥିଲେ। ସେମାନେ ମୋତେ ଦୁଇଟା ରାସ୍ତା ଦେଇଥିଲେ, ମରିଯିବି କିମ୍ବା ସେମାନଙ୍କ ସହ କାମ କରିବି। ଅଭିନବ କ୍ରୋଧରେ କହିଲା, ଆଉ ତୁମେ ଟଙ୍କା ପାଇଁ ନିଜ ବନ୍ଧୁକୁ ଧୋକା ଦେଲୁ? ରୋହନଙ୍କ ମୁହଁ ହଠାତ୍ ଗମ୍ଭୀର ହୋଇଗଲା। ନା, ମୁଁ ବାଧ୍ୟ ଥିଲି। ମୋ ପରିବାରକୁ ବନ୍ଦୀ କରି ରଖାଯାଇଥିଲା। ଏହି କଥା ଶୁଣି ଅଭିନବ କିଛି ମୁହୂର୍ତ୍ତ ପାଇଁ ଚୁପ୍ ହୋଇଗଲା। ସେହି ସମୟରେ ବାହାରେ ପୋଲିସର ସାଇରେନ୍ ଆହୁରି ଜୋରରେ ଶୁଣାଗଲା। ରୋହନ ଧୀରେ ନିଜ ପିସ୍ତଲଟାକୁ ତଳେ ରଖିଦେଲା। ଅଭିନବ, ମୁଁ ବହୁତ ଭୁଲ କରିଛି, କିନ୍ତୁ ଆଜି ସବୁକିଛି ଶେଷ କରିବାକୁ ଚାହୁଁଛି। ସେ ନିଜ ପକେଟରୁ ଗୋଟିଏ ମୋବାଇଲ ଫୋନ୍ ବାହାର କଲା। ଏହାରେ ବିକ୍ରମ ସିଂଙ୍କ ସବୁ କଥାବାର୍ତ୍ତାର ରେକର୍ଡ ଅଛି। ଏହା ମିଳିଗଲେ ସେ ବଞ୍ଚିପାରିବ ନାହିଁ। ଠିକ୍ ସେହି ମୁହୂର୍ତ୍ତରେ ଧାଡ଼! ଆଉ ଗୋଟିଏ ଗୁଳିର ଶବ୍ଦ ଶୁଣାଗଲା। ରୋହନଙ୍କ ଛାତିରେ ଗୁଳି ବାଜିଲା। ସେ ଧୀରେ ମାଟିରେ ପଡ଼ିଗଲେ।
ଅଭିନବ ଦୌଡ଼ି ତାଙ୍କ ପାଖକୁ ଗଲା। ରୋହନ ରୋହନ କଷ୍ଟରେ ହସି କହିଲା, ଏଥର ମୁଁ ସତରେ ଯାଉଛି। ସେ ମୋବାଇଲଟି ଅଭିନବଙ୍କ ହାତରେ ଦେଇ କହିଲା, ଅନିତାର ହସକୁ କେବେ ଲୁହରେ ବଦଳିବାକୁ ଦିଅନି। ଏତିକି କହି ରୋହନଙ୍କ ହାତ ଧୀରେ ଢିଲା ପଡ଼ିଗଲା। ଅଭିନବ ନୀରବ ହୋଇ ବସି ରହିଲା। ସେହି ସମୟରେ ବ୍ୟାଙ୍କର ମୁଖ୍ୟ ଦ୍ୱାର ଖୋଲିଗଲା। ପୋଲିସ ଭିତରକୁ ପଶି ଆସିଲେ। କିନ୍ତୁ ପୋଲିସ ଅଫିସରଙ୍କ ପଛରେ ଠିଆ ହୋଇଥିବା ଲୋକଟିକୁ ଦେଖି ପ୍ରିନ୍ସିପାଲଙ୍କ ମୁହଁର ରଙ୍ଗ ବଦଳିଗଲା। ସେ ଧୀରେ କହିଲେ, ନା, ସେ ହୋଇପାରିବ ନାହିଁ। ଅଭିନବ ପଛକୁ ଚାହିଁଲା। ପୋଲିସ ସହ ଭିତରକୁ ଆସୁଥିବା ଲୋକଟି ଆଉ କେହି ନୁହେଁ, ବିକ୍ରମ ସିଂହ ନିଜେ। କିନ୍ତୁ ସେ ହାତକଡ଼ି ପିନ୍ଧି ଆସିନଥିଲେ, ବରଂ ପୋଲିସ ଅଫିସର ତାକୁ ସଲାମ କରୁଥିଲେ। ଅଭିନବ ବୁଝିଗଲା, ଏହି ଖେଳ ସେ ଭାବିଥିବାଠାରୁ ଆହୁରି ବଡ଼। ବ୍ୟାଙ୍କ ଭିତରେ ସମସ୍ତେ ନୀରବ ଥିଲେ। ପୋଲିସ ଅଫିସର ବିକ୍ରମ ସିଂହଙ୍କ ସମ୍ମାନର ସହ ସଲାମ କରୁଥିବା ଦେଖି ଅଭିନବଙ୍କ ରକ୍ତ ଫୁଟି ଉଠିଲା। ଏହା କେମିତି ସମ୍ଭବ? ସେ କ୍ରୋଧରେ ପଚାରିଲା। ବିକ୍ରମ ସିଂହ ହସି କହିଲେ, ଏହି ଦୁନିଆରେ ସତ୍ୟଠାରୁ ଟଙ୍କାର ଶକ୍ତି ବେଶୀ। ଅଭିନବ ପ୍ରିନ୍ସିପାଲ ଆଗକୁ ଆସି କହିଲେ, ବିକ୍ରମ, ତୁମେ ବହୁତ ନିର୍ଦ୍ଦୋଷ ଲୋକଙ୍କ ଜୀବନ ନଷ୍ଟ କରିଛ। ଆଜି ତୁମର ଖେଳ ଶେଷ। ବିକ୍ରମ ହସି ଉତ୍ତର ଦେଲେ, ଶେଷ? ନା, ଏବେ ତ ଆରମ୍ଭ। ସେ ଆଙ୍ଗୁଠିରେ ଇସାରା କରିବା ମାତ୍ରେ କିଛି ସଶସ୍ତ୍ର ଲୋକ ଚାରିପଟୁ ଘେରିଗଲେ। ଠିକ୍ ସେତେବେଳେ ବ୍ୟାଙ୍କ ବାହାରେ ଗୋଟିଏ ବାଇକ୍ ଆସି ଅଟକିଲା। ହେଲମେଟ୍ ପିନ୍ଧିଥିବା ଜଣେ ଝିଅ ଭିତରକୁ ପଶି ଜୋରରେ କହିଲା, କେହି ହଲିବେ ନାହିଁ। ସମସ୍ତେ ନଜର ତା ଉପରେ ପଡ଼ିଲା। ସେ ହେଲମେଟ୍ କାଢ଼ିଦେଲା। ଅମ୍ଳାନ ଆଶ୍ଚର୍ଯ୍ୟରେ କହିଲେ, ଅନନ୍ୟା? ଅନନ୍ୟା ଥିଲେ ଅମ୍ଳାନଙ୍କ ପୁରୁଣା ସାଙ୍ଗ ଏବଂ ଜଣେ ଖୋଜଖବର ସାମ୍ବାଦିକ। ସେ ଗୋଟିଏ କ୍ୟାମେରା ଉପରକୁ ଧରି କହିଲା, ଏହି ବ୍ୟାଙ୍କରେ ଯାହା ହେଉଛି ସବୁ ଲାଇଭ୍ ପ୍ରସାରଣ ହେଉଛି। ସାରା ରାଜ୍ୟ ଦେଖୁଛି। ବିକ୍ରମ ସିଂହ ମୁହଁର ହସ ଧୀରେ ଧୀରେ କମିଗଲା। ସେ ପୋଲିସ ଅଫିସରଙ୍କୁ ଚାହିଁ କହିଲା, କ୍ୟାମେରା ବନ୍ଦ କର। କିନ୍ତୁ ସେତେବେଳେ ଅନେକ ସାମ୍ବାଦିକ ଓ ଅନ୍ୟ ପୋଲିସ ଅଧିକାରୀମାନେ ମଧ୍ୟ ବ୍ୟାଙ୍କ ବାହାରେ ପହଞ୍ଚି ଯାଇଥିଲେ। ଅଭିନବ ସୁଯୋଗ ଦେଖି ରୋହନଙ୍କ ମୋବାଇଲଟି ଜଣେ ସତ୍ୟନିଷ୍ଠ ପୋଲିସ ଅଧିକାରୀଙ୍କୁ ଦେଇଦେଲା। ସେହି ମୋବାଇଲରେ ବିକ୍ରମଙ୍କ ସବୁ ଅପରାଧର ରେକର୍ଡ ଥିଲା। ବିକ୍ରମ ବୁଝିଗଲେ, ଏଥର ଖେଳ ତାଙ୍କ ହାତରୁ ଖସିଯାଇଛି। କିନ୍ତୁ ହଠାତ୍ ସେ ଜେବ୍ରୁ ଗୋଟିଏ ଛୋଟ ରିମୋଟ ବାହାର କଲେ। ଯଦି ମୁଁ ହାରିବି ତାହେଲେ ତୁମେମାନେ ମଧ୍ୟ ବଞ୍ଚିବ ନାହିଁ। ସେ ବଟନଟି ଦବାଇ ଦେଲେ। ବିପ୍ ବିପ୍ ବିପ୍। ବ୍ୟାଙ୍କର ବେସମେଣ୍ଟରୁ ଟାଇମର ଶବ୍ଦ ଆସିବାକୁ ଲାଗିଲା। ଅନନ୍ୟା ଚିତ୍କାର କଲା, ବମ୍! ବେସମେଣ୍ଟରେ ବମ୍ ଲଗାଯାଇଛି। ଅଭିନବ ଘଡ଼ିକି ଚାହିଁଲା। ଟାଇମରରେ ଦେଖାଯାଉଥିଲା 4:59 ମାତ୍ର 5 ମିନିଟ୍। ଏବଂ ଶତାଧିକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଏବେ ବିପଦରେ। 4:59। ଟାଇମର ନିରନ୍ତର କମିବାକୁ ଲାଗିଲା। ବ୍ୟାଙ୍କ ଭିତରେ ଆତଙ୍କ ଖେଳିଗଲା। ଲୋକମାନେ ଦୌଡ଼ିବାକୁ ଲାଗିଲେ। ଅଭିନବ ଉଚ୍ଚସ୍ୱରରେ କହିଲା, ସମସ୍ତେ ଶାନ୍ତ ରୁହନ୍ତୁ। ପ୍ରଥମେ ପିଲା ଓ ବୃଦ୍ଧମାନଙ୍କୁ ବାହାରକୁ ନେଇଯାଆନ୍ତୁ। ଅନିତା ଓ ଅନନ୍ୟା ଆହତ ଅମ୍ଳାନଙ୍କୁ ଧରି ବାହାରକୁ ନେଉଥିଲେ। ପ୍ରିନ୍ସିପାଲ କହିଲେ, ଅଭିନବ, ତୁ ମଧ୍ୟ ବାହାରକୁ ଚାଲ। ବମ୍ ନିଷ୍କ୍ରିୟ କରିବା କାମ ବିଶେଷଜ୍ଞଙ୍କର। ଅଭିନବ ଦୃଢ଼ ସ୍ୱରରେ କହିଲେ, ସମୟ ନାହିଁ ସାର୍। ବମ୍ ସ୍କ୍ୱାଡ୍ ଆସିବା ପୂର୍ବରୁ ବିସ୍ଫୋରଣ ହୋଇଯିବ। ସେ ଦୌଡ଼ି ବେସମେଣ୍ଟକୁ ଗଲା। ସେଠାରେ ଗୋଟିଏ ଲୁହାର ବକ୍ସ ଭିତରେ ଟାଇମର ଚାଲୁଥିଲା। 2:41। ବମ୍ ସହ 3ଟି ତାର ଲାଗିଥିଲା, ଲାଲ, ନୀଳ ଓ ହଳଦିଆ। ଅଭିନବଙ୍କ କପାଳରେ ଝାଳ ବିନ୍ଦୁ ଦେଖାଗଲା। ଠିକ୍ ସେହି ସମୟରେ ଅନିତା ଦୌଡ଼ି ଆସିଲା। ମୁଁ ତୁମକୁ ଏକା ଛାଡ଼ିବିନି। ଅଭିନବଙ୍କ ଆଖିରେ ଲୁହ ଆସିଗଲା। ହଠାତ୍ ଅମ୍ଳାନ ଉପରକୁ ଚିତ୍କାର କଲେ, ଅଭିନବ, ରୋହନଙ୍କ ମୋବାଇଲରେ ଗୋଟିଏ ଫଟୋ ମିଳିଛି। ଅନନ୍ୟା ଫଟୋଟି ଦେଖାଇଲା। ସେଥିରେ ସେହି ବମ୍ର ଭିତର ଗଠନ ଥିଲା। ତଳେ ଲେଖାଥିଲା, ୟେଲୋ, ବ୍ଲୁ, ରେଡ୍। ଅଭିନବ ଗମ୍ଭୀର ସ୍ୱରରେ ନିଶ୍ୱାସ ନେଲା। ସେ ପ୍ରଥମେ ହଳଦିଆ ତାର କାଟିଲା। କିଛି ହେଲା ନାହିଁ। ଆଉ 21 ସେକେଣ୍ଡ। ତାପରେ ନୀଳ ତାର କାଟିଲା। ଟାଇମର କିଛି କ୍ଷଣ ପାଇଁ ଝିଲମିଲ କଲା। ଅନିତା ଶ୍ୱାସ ଅଟକାଇ ଠିଆ ହୋଇଥିଲା। 7 ସେକେଣ୍ଡ। ଶେଷରେ ଅଭିନବ ଲାଲ ତାର କାଟିଦେଲା। 3, 2, 1। ଟାଇମର ହଠାତ୍ ବନ୍ଦ ହୋଇଗଲା। ସାରା ବେସମେଣ୍ଟ ନୀରବ ହୋଇଗଲା। କିଛି ସେକେଣ୍ଡ ପରେ ସମସ୍ତେ ଖୁସିରେ ଚିତ୍କାର କରିଉଠିଲେ। ଅନିତା ଖୁସିରେ ଅଭିନବଙ୍କୁ ଆଲିଙ୍ଗନ କଲା। ବାହାରେ ପୋଲିସ ବିକ୍ରମ ସିଂହଙ୍କୁ ଗିରଫ କରିଥିଲା। ସେ ରାଗରେ ଅଭିନବକୁ ଚାହିଁ ରହିଲା। ତୁମେ ଏହି ଯୁଦ୍ଧ ଜିତିଛ, କିନ୍ତୁ ଖେଳ ଏଯାବତ୍ ଶେଷ ହୋଇନି। ଅଭିନବ ଶାନ୍ତ ସ୍ୱରରେ କହିଲା, ସତ୍ୟ ବିଳମ୍ବରେ ହେଉ, ଯେତେ ନିଶ୍ଚୟ। ଦୂରରେ ସକାଳର ସୂର୍ଯ୍ୟ ଉଦୟ ହେଉଥିଲା। ଅଭିନବ ଓ ଅନିତା ପରସ୍ପରଙ୍କ ହାତ ଧରି ନୂଆ ଜୀବନ ଆଡ଼କୁ ଚାଲିବା ଆରମ୍ଭ କଲେ। କିନ୍ତୁ ସେହି ସମୟରେ ଅଭିନବଙ୍କ ମୋବାଇଲରେ ଗୋଟିଏ ଅଜଣା ସନ୍ଦେଶ ଆସିଲା। ତୁମେ କେବଳ ପ୍ରଥମ ଅଧ୍ୟାୟ ଜିତିଛ। ଅସଲ ଶତ୍ରୁ ଏଯାବତ୍ ଛାୟାରେ ଅଛି। ଅଭିନବ ସନ୍ଦେଶଟି ପଢ଼ି ନୀରବ ହୋଇଗଲା। କାହାଣୀର ନୂଆ ଅଧ୍ୟାୟ ଏବେ ଆରମ୍ଭ ହେବାକୁ ଯାଉଥିଲା। ବିକ୍ରମ ସିଂହ ଗିରଫ ହେବାର 2 ସପ୍ତାହ ବିତିଯାଇଥିଲା। କଲେଜରେ ପୁଣି ହସ, ମଜା ଓ ପଢ଼ା ଆରମ୍ଭ ହୋଇଥିଲା। କିନ୍ତୁ ଅଭିନବଙ୍କ ମନରେ ସେହି ଅଜଣା ସନ୍ଦେଶଟି ବାରମ୍ବାର ଘୂରି ବୁଲୁଥିଲା। ଅସଲ ଶତ୍ରୁ ଏଯାବତ୍ ଛାୟାରେ ଅଛି। ଗୋଟିଏ ସନ୍ଧ୍ୟାରେ ଅଭିନବ ଓ ଅନିତା କଲେଜ କ୍ୟାମ୍ପସରେ ସେହି ପୁରୁଣା ବରଗଛ ତଳେ ବସିଥିଲେ। ଅନିତା ହସି କହିଲା, ମନେ ଅଛି, ଏଠାରୁ ହିଁ ଆମ କାହାଣୀ ଆରମ୍ଭ ହୋଇଥିଲା। ଅଭିନବ ହସି ତାର ହାତ ଧରିଲା। ଏବେ ମୁଁ ଚାହେଁ ଆମ କାହାଣୀ ଏଠାରୁ ହିଁ ନୂଆ ଭାବରେ ଆରମ୍ଭ ହେଉ। ସେ ନିଜ ପକେଟରେ ଗୋଟିଏ ଛୋଟ ରୂପାର ଆଙ୍ଗୁଠି ବାହାର କଲା।
ଅନିତା ପଢ଼ା ଶେଷ ହେଲେ ତୁମେ କି ମୋ ଜୀବନସାଥୀ ହେବ? ଅନିତାଙ୍କ ଆଖି ଲୁହରେ ଭରିଗଲା। ହଁ, ହଜାରେ ଥର ହଁ। ଦୁହେଁ ପରସ୍ପରକୁ ଆଲିଙ୍ଗନ କଲେ। ଠିକ୍ ସେହି ସମୟରେ ଅଭିନବଙ୍କ ଫୋନରେ ଏକ ନୂଆ ମେସେଜ୍ ଆସିଲା। ସେଥିରେ କେବଳ ଗୋଟିଏ ଫଟୋ ଥିଲା। ଫଟୋଟି ଦେଖି ତାଙ୍କ ମୁହଁ ଫିକା ପଡ଼ିଗଲା। ସେହି ଫଟୋଟି ଅନିତା ଥିଲା। କିନ୍ତୁ ଫଟୋଟି ଆଜିର ନୁହେଁ। କେହି ଜଣେ ଦୂରରୁ ଏଇମାତ୍ର ତାଙ୍କ ଫଟୋ ଉଠାଇ ଦେଇଥିଲା। ଫଟୋଟି ତଳେ ଲେଖା ଥିଲା, ଯଦି ଅନିତାକୁ ବଞ୍ଚାଇବାକୁ ଚାହୁଁଛ, ଆଜି ରାତି 12ଟାରେ ପୁରୁଣା ସାଇନ୍ସ ବ୍ଲକକୁ ଏକା ଆସ। କାହାକୁ କହିବ ନାହିଁ। ଅଭିନବ ଚୁପ୍ ହୋଇଗଲା। କ'ଣ ହେଲା? ଅନିତା ପଚାରିଲା। ଅଭିନବ ହସି କହିଲା, କିଛି ନୁହଁ, ଛୋଟ ଗୋଟେ କାମ ଅଛି। କିନ୍ତୁ ସେ ଜାଣିଥିଲା ଆଜି ରାତିରେ ସେ ଗୋଟେ ବଡ଼ ବିପଦକୁ ସାମ୍ନା କରିବାକୁ ଯାଉଛି। ରାତି 12ଟା। ପୁରୁଣା ସାଇନ୍ସ ବ୍ଲକ ସମ୍ପୂର୍ଣ୍ଣ ଅନ୍ଧାର ବୁଡ଼ିଥିଲା। ଅଭିନବ ଧୀରେ ଭିତରକୁ ଗଲା। ହଠାତ୍ ଉପର ମହଲରୁ ଗୋଟେ ସ୍ୱର ଆସିଲା, ସ୍ୱାଗତ ଅଭିନବ। ସେ ଟର୍ଚ୍ଚ ଜଳାଇଲା। ସାମ୍ନାରେ ଜଣେ କଳା କୋଟ୍ ପିନ୍ଧିଥିବା ବ୍ୟକ୍ତି ଠିଆ ଥିଲେ। ତାଙ୍କ ମୁହଁ ଅନ୍ଧାରରେ ଦେଖା ଯାଉନଥିଲା। ସେ ଧୀରେ କହିଲେ, ମୁଁ ହେଉଛି ସେହି ମଣିଷ ଯାହାକୁ ତୁମେ ଏତେ ଦିନ ଖୋଜୁଥିଲ। ଅଭିନବ ମୁଠି ବନ୍ଦ କରି ପଚାରିଲା, ତୁମେ କିଏ? ସେହି ବ୍ୟକ୍ତି ଧୀରେ ନିଜ ଟୋପି କାଢ଼ିଦେଲେ ଏବଂ ତାଙ୍କ ମୁହଁ ଦେଖି ଅଭିନବ ସ୍ତବ୍ଧ ହୋଇଗଲା। ସାର୍, ଆପଣ? ଅଭିନବଙ୍କ ହାତରୁ ଟର୍ଚ୍ଚ ପ୍ରାୟ ଖସି ଯାଉଥିଲା। ସାର୍, ଆପଣ? ଆଲୋକରେ ମୁହଁ ସ୍ପଷ୍ଟ ହେଲା। ସେ ଥିଲେ କଲେଜର ପୂର୍ବତନ ପ୍ରଫେସର ଅରୁଣ ମିଶ୍ର। 2 ବର୍ଷ ପୂର୍ବେ ସେ ହଠାତ୍ ଚାକିରି ଛାଡ଼ି ଅଦୃଶ୍ୟ ହୋଇଯାଇଥିଲେ। ଅରୁଣ ସାର୍ ଶାନ୍ତ ସ୍ୱରରେ କହିଲେ, ହଁ ଅଭିନବ, ମୁଁ ହିଁ ତୁମକୁ ମେସେଜ୍ କରିଥିଲି। ଅଭିନବ କ୍ରୋଧରେ କହିଲା, ଅନିତାର ନାମ ନେଇ ମୋତେ ଏଠାକୁ ଡାକିବାର ଅର୍ଥ କ'ଣ? ଅରୁଣ ସାର୍ ଗଭୀର ବିଶ୍ୱାସ ନେଇ କହିଲେ, କାରଣ ମୁଁ ଜାଣିଥିଲି ତୁମେ ଏକା ଆସିବ। ଆଉ ମୋ ପାଖରେ ଏମିତି ସତ୍ୟ ଅଛି ଯାହା ସମସ୍ତଙ୍କ ସାମ୍ନାରେ କହିହେବ ନାହିଁ। ସେ ନିଜ ବ୍ୟାଗରୁ ଗୋଟିଏ ପୁରୁଣା ଡାଏରୀ ବାହାର କଲେ। ଡାଏରୀର ପ୍ରଥମ ପୃଷ୍ଠାରେ ଲେଖା ଥିଲା, ସୁବ୍ରତ ଦାସ, ବ୍ୟକ୍ତିଗତ ଟିପ୍ପଣୀ। ଅଭିନବଙ୍କ ଆଖି ବଡ଼ ହୋଇଗଲା। ଏହା ମୋ ବାପାଙ୍କ ଡାଏରୀ। ଅରୁଣ ସାର୍ ମୁଣ୍ଡ ହଲାଇଲେ। ହଁ, ମୃତ୍ୟୁର କିଛି ଦିନ ପୂର୍ବରୁ ସେ ମୋତେ ଦେଇଥିଲେ। କହୁଥିଲେ ଠିକ୍ ସମୟ ଆସିଲେ ଅଭିନବକୁ ଦେବ। ଅଭିନବ କମ୍ପୁଥିବା ହାତରେ ଡାଏରୀ ଖୋଲିଲା। ଶେଷ ପୃଷ୍ଠାରେ ଲେଖା ଥିଲା, ଅଭିନବ, ଯଦି ତୁ ଏହା ପଢ଼ୁଛୁ ତାହେଲେ ବୁଝିବୁ ମୁଁ ତୋ ପାଖରେ ନାହିଁ। ସତ୍ୟର ପଥ କଠିନ, କିନ୍ତୁ କେବେ ପ୍ରତିଶୋଧର ପଥ ବାଛିବୁ ନାହିଁ। ନ୍ୟାୟ ପାଇଁ ଲଢ଼ିବୁ, ଘୃଣା ପାଇଁ ନୁହଁ। ଅଭିନବଙ୍କ ଆଖିରେ ଲୁହ ଝରିପଡ଼ିଲା। ସେହି ସମୟରେ ଧାଡ଼, ପୁରୁଣା ସାଇନ୍ସ ବ୍ଲକର ଝରକାର କାଚ ଭାଙ୍ଗିଗଲା। କେହି ଜଣେ ଧୂଆଁ ବମ୍ ଫିଙ୍ଗିଦେଲା। ଚାରିଆଡ଼େ ଧଳା ଧୂଆଁ ଭରିଗଲା। ଅରୁଣ ସାର୍ ଚିତ୍କାର କଲେ, ଅଭିନବ, ଡାଏରୀକୁ ନେଇ ପଳାଅ। ଧୂଆଁ ଭିତରେ କିଛି ମୁଖାପିନ୍ଧା ଲୋକ ଦୌଡ଼ି ଆସିଲେ। ଜଣେ ଲୋକ ଡାଏରୀ ଛଡ଼ାଇବାକୁ ଚେଷ୍ଟା କଲା। ଅଭିନବ ତାକୁ ଠେଲିଦେଇ ସିଡ଼ି ଆଡ଼କୁ ଦୌଡ଼ିଲା। ଠିକ୍ ସେହି ସମୟରେ ତଳମାଳାରୁ ଅନିତାର ସ୍ୱର ଶୁଣାଗଲା। ଅଭିନବ! ଅଭିନବ ଚମକିଗଲା। ଅନିତା, ତୁମେ ଏଠାକୁ କାହିଁକି ଆସିଲ? ଅନିତା କହିଲା, ତୁମେ ମୋଠାରୁ କିଛି ଲୁଚାଉଥିଲ, ତେଣୁ ମୁଁ ତୁମ ପଛେ ପଛେ ଆସିଛି। ସେହି ମୁହୂର୍ତ୍ତରେ ଜଣେ ମୁଖାପିନ୍ଧା ଲୋକ ଅନିତା ଆଡ଼କୁ ଆଗେଇଲା। ଅଭିନବ ଚିତ୍କାର କଲା, ଅନିତା ସାବଧାନ! ଅନିତା ସାବଧାନ! ଅଭିନବ ଦୌଡ଼ିଯାଇ ଅନିତାକୁ ନିଜକୁ ଟାଣି ଆଣିଲା। ମୁଖାପିନ୍ଧା ଲୋକଟାର ହାତ ଖାଲି ରହିଥିଲା। ସେ କ୍ରୋଧରେ ଅଭିନବକୁ ଚାହିଁଲା। ତୁମେ ବାରମ୍ବାର ଆମ ପଥରେ ବାଧା ଦେଉଛ, ଅଭିନବ। ଅଭିନବ ତା ମୁହଁକୁ ଧ୍ୟାନରେ ଦେଖୁଥିଲା। ତୁମେ କିଏ? କାହିଁକି ମୋ ପଛରେ ପଡ଼ିଛ? ଲୋକଟି କିଛି କହିବା ପୂର୍ବରୁ ଅରୁଣ ସାର୍ ପଛରୁ ଆସି ତାକୁ ଅଟକାଇବାକୁ ଚେଷ୍ଟା କଲେ। କିନ୍ତୁ ମୁଖାପିନ୍ଧା ଲୋକମାନେ ତୁରନ୍ତ ସେଠାରୁ ପଳାଇଗଲେ। କିଛି ମିନିଟ୍ ପରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଲା। ସମସ୍ତେ ସୁରକ୍ଷିତ ଥିଲେ, କିନ୍ତୁ ଅଭିନବର ମନରେ ଏବେ ଆଉ ଗୋଟିଏ ପ୍ରଶ୍ନ ଥିଲା। ସେ ଅନିତାକୁ ଚାହିଁ ପଚାରିଲା, ତୁମେ ମୋ ପଛେ ପଛେ ଏଠାକୁ କାହିଁକି ଆସିଲ? ଆଉ ତୁମେ କେମିତି ଜାଣିଲ ମୁଁ ଏଠାରେ ଅଛି? ଅନିତା କିଛି ସମୟ ଚୁପ୍ ରହିଲା। ମୋ ଭାଇ ଅମ୍ଳାନ ନିଖୋଜ ହେବା ପୂର୍ବରୁ ମୋତେ ଗୋଟେ ଚିଠି ଦେଇଥିଲେ। ସେଥିରେ ଲେଖା ଥିଲା ଯେ ଯଦି କେବେ ଅଭିନବ ବିପଦରେ ପଡ଼େ, ତାକୁ ସାହାଯ୍ୟ କରିବୁ। ଅଭିନବ ନୀରବ ହୋଇଗଲା। ତାହେଲେ ତୁମେ ଆରମ୍ଭରୁ ସବୁ ଜାଣିଥିଲ? ଅନିତା ମୁଣ୍ଡ ନୁଆଁଇଲା। ସବୁ ନୁହେଁ, କିନ୍ତୁ ମୁଁ ଜାଣିଥିଲି ତୁମ ଜୀବନ ସହ କିଛି ବଡ଼ ରହସ୍ୟ ଜଡ଼ିତ ଅଛି। ସେହି ସମୟରେ ଅରୁଣ ସାର୍ ଡାଏରୀର ଗୋଟିଏ ପୃଷ୍ଠା ଖୋଲିଲେ। ତାଙ୍କ ମୁହଁ ହଠାତ୍ ଗମ୍ଭୀର ହୋଇଗଲା। ଅଭିନବ, ଏଠାରେ ଯାହା ଲେଖା ଅଛି ସେଥିପାଇଁ ତୁମେ ପ୍ରସ୍ତୁତ ତ? ଅଭିନବ ପୃଷ୍ଠାଟି ନେଲା। ସେଥିରେ ଲେଖା ଥିଲା, ମୋର ସବୁଠାରୁ ବଡ଼ ଭୁଲ ଥିଲା, ମୁଁ ଜଣେ ନିଜ ଲୋକ ଉପରେ ବିଶ୍ୱାସ କରିଥିଲି। ସେହି ଲୋକ ହିଁ ମୋତେ ଧୋକା ଦେଇଥିଲା। ତଳେ ଗୋଟିଏ ନାମ ଲେଖାଥିଲା। ଅଭିନବ ପଢ଼ିବା ମାତ୍ରେ ତା ହାତ କମ୍ପିବାକୁ ଲାଗିଲା। କାରଣ ସେହି ନାମ ଥିଲା ଡକ୍ଟର ରାଜେଶ ମହାନ୍ତି, ଯିଏ ଏପର୍ଯ୍ୟନ୍ତ ସେମାନଙ୍କୁ ସାହାଯ୍ୟ କରୁଥିଲେ। ଅଭିନବ ଧୀରେ କହିଲା, ତାହେଲେ ଆମେ ଯାହାକୁ ବିଶ୍ୱାସ କରୁଥିଲୁ ସେହି ଲୋକ ହିଁ ଶତ୍ରୁ? ଠିକ୍ ସେହି ସମୟରେ ଅଭିନବଙ୍କ ଫୋନ୍ ବାଜିଲା। ସ୍କ୍ରିନରେ ନାମ ଥିଲା, ପ୍ରିନ୍ସିପାଲ ରାଜେଶ ମହାନ୍ତି। ଫୋନ୍ ଧରିବା ପରେ ଅନ୍ୟପଟୁ ଏକ ଗମ୍ଭୀର ସ୍ୱର ଆସିଲା, ଅଭିନବ, ତୁମେ ଏବେ ଯାହା ଜାଣିଛ ସେହି ସତ୍ୟ ତୁମ ଜୀବନ ବଦଳାଇ ଦେବ। କିନ୍ତୁ ମନେ ରଖ, ତୁମ ବାପାଙ୍କ। ଠିକ୍ ସେତେବେଳେ ଅନିତା ଘରକୁ ଆସିଲା। ଅଭିନବ ଚୁପ୍ ରହିଲା। ଅନିତା ତାଙ୍କ ପାଖରେ ବସି କହିଲା, ତୁମେ ଯେତେବେଳେ ଏହା ଏକ ଯୁଦ୍ଧ କରୁଛ, ମୁଁ କେମିତି ଦୂରରେ ରହିପାରିବି? ଅଭିନବ ତାଙ୍କୁ ଚାହିଁ ହାଲୁକା ହସିଲା। ମୋତେ ଭୟ ଲାଗୁଛି ଅନିତା, ଯଦି ମୋର ନିଜ ଲୋକମାନେ ହିଁ ମୋ ଶତ୍ରୁ ହୋଇଥାନ୍ତେ। ଅନିତା ତାଙ୍କ ହାତ ଧରି କହିଲା, ସତ୍ୟ ଖୋଜିବା ପାଇଁ ଭୟକୁ ହରାଇବାକୁ ପଡ଼ିବ। ପରଦିନ ସକାଳେ ଅଭିନବ, ଅନିତା ଓ ଅରୁଣ ସାର୍ ପ୍ରିନ୍ସିପାଲଙ୍କୁ ଭେଟିବାକୁ ଗଲେ କଲେଜ। କିନ୍ତୁ ପ୍ରିନ୍ସିପାଲ ଅଫିସ୍ ଖାଲି ଥିଲା।
ଅଭିନବ ଚିଠିଟି ଖୋଲିଲା। ଲେଖାଥିଲା, ଅଭିନବ, ଯଦି ତୁମେ ଚିଠି ପଢ଼ୁଛ ତାହେଲେ ମୁଁ ଆଉ ତୁମ ପାଖରେ ନାହିଁ। ମୋତେ ମଧ୍ୟ କେହି ଫସାଇବାକୁ ଚାହୁଁଛି। ତୁମ ବାପାଙ୍କ ମୃତ୍ୟୁ ପଛରେ ଯେଉଁ ଲୋକ ଅଛନ୍ତି ସେ ଏବେ ମଧ୍ୟ ତୁମ ନିକଟରେ ଅଛି। ଅଭିନବ ଆଶ୍ଚର୍ଯ୍ୟ ହୋଇଗଲା। ଆମ ନିକଟରେ? ହଠାତ୍ ପଛରୁ ଗୋଟିଏ ସ୍ୱର ଆସିଲା, ହଁ, ତୁମ ନିକଟରେ। ସମସ୍ତେ ପଛକୁ ଘୂରି ଦେଖିଲେ। ସେଠାରେ ଠିଆ ଥିଲେ ଅମ୍ଳାନ। ଅଭିନବ ଆଶ୍ଚର୍ଯ୍ୟ ହୋଇ କହିଲେ, ଅମ୍ଳାନ, ତୁମେ ଏଠାରେ? ଅମ୍ଳାନଙ୍କ ମୁହଁ ଗମ୍ଭୀର ଥିଲା। ସେ ଧୀରେ କହିଲେ, ମୋତେ ଗୋଟେ ସତ୍ୟ କହିବାକୁ ପଡ଼ିବ। ସମସ୍ତେ ଚୁପ୍ ହୋଇଗଲେ। ଅମ୍ଳାନ କହିଲେ, ତୁମ ବାପାଙ୍କ ଦୁର୍ଘଟଣାରେ ରାତିରେ ମୁଁ ସେଠାରେ ଥିଲି। ଅଭିନବଙ୍କ ଆଖି ବଡ଼ ହୋଇଗଲା। କ'ଣ? ଅମ୍ଳାନ ମୁଣ୍ଡ ନୁଆଁଇ କହିଲେ, ମୁଁ ଏତେ ଦିନ ସତ୍ୟ ଲୁଚାଇଥିଲି। ଫଟୋଟି ଅଭିନବଙ୍କ ହାତରେ ଥର ଥର କମ୍ପୁଥିଲା। ସେ ବିଶ୍ୱାସ କରିପାରୁନଥିଲେ, ମୋ ମାମୁଁ। ଅମ୍ଳାନ ଧୀରେ ମୁଣ୍ଡ ହଲାଇଲେ। ହଁ ଅଭିନବ, ତୁମ ମାମୁଁ ବିକାଶ ଦାସ ହିଁ ସେହି ଲୋକ ଯାହାକୁ ନେଇ ତୁମ ବାପା ଚିନ୍ତିତ ଥିଲେ। ଅନିତା ଆଶ୍ଚର୍ଯ୍ୟରେ ପଚାରିଲା, କିନ୍ତୁ ବିକାଶ ମାମୁଁ ତ ସବୁବେଳେ ଅଭିନବଙ୍କ ପରିବାର ସାହାଯ୍ୟ କରୁଥିଲେ। ଅମ୍ଳାନ ଗଭୀର ନିଶ୍ୱାସ ନେଲେ। ଏଇଟା ହିଁ ତାଙ୍କର ସବୁଠୁ ବଡ଼ ମୁଖ ଥିଲା। ଅଭିନବଙ୍କ ମନରେ ପୁରୁଣା ସ୍ମୃତି ଆସିଗଲା। ମାମୁଁ ତାଙ୍କୁ ଛୋଟବେଳେ କାନ୍ଧରେ ବସାଇ ଘୁରାଉଥିଲେ, ପଢ଼ାରେ ସାହାଯ୍ୟ କରୁଥିଲେ। ସେ କେମିତି ଶତ୍ରୁ ହୋଇପାରିବେ? ଅମ୍ଳାନ, ତୁମେ ସବୁ କେମିତି ଜାଣିଲ? ଅମ୍ଳାନ ଚୁପ୍ ରହିଲେ। କିଛି ସମୟ ପରେ କହିଲେ, ସେହି ରାତିରେ ମୁଁ ତୁମ ବାପାଙ୍କୁ ଭେଟିବାକୁ ଯାଇଥିଲି। ମୁଁ ଦେଖିଥିଲି ତୁମ ମାମୁଁ ଓ କିଛି ଲୋକ ତାଙ୍କ ସହ ଝଗଡ଼ା କରୁଥିଲେ। ଅଭିନବଙ୍କ ଆଖିରୁ ଲୁହ ଆସିଗଲା। ତାହେଲେ ତୁମେ ଏତେ ଦିନ ହେଲା ମୋତେ କହିନଥିଲ କାହିଁକି? ଅନିତା ଆଖି ନୁଆଁଇ କହିଲେ, କାରଣ ମୋତେ ଧମକ ଦିଆଯାଇଥିଲା। ଯଦି ମୁଁ ମୁହଁ ଖୋଲିବି ତେବେ ଅନିତାକୁ କ୍ଷତି କରିବ ବୋଲି କହିଥିଲେ। ଅନିତା ଭାଇଙ୍କି ଚାହିଁ ରହିଗଲା। ସେତେବେଳେ ଅଭିନବଙ୍କ ଫୋନ୍ ବାଜିଲା। ଅଜଣା ନମ୍ବର। ସେ ଫୋନ୍ ଧରିଲେ। ଅନ୍ୟପଟୁ ଗୋଟିଏ ପରିଚିତ ସ୍ୱର ଆସିଲା, ଅଭିନବ, ବହୁତ ଖୋଜିଲୁ ତମେ। ଅଭିନବ ଚମକିଗଲେ। ମାମୁଁ? ବିକାଶ ଦାସ ହସି କହିଲେ, ତୁମେ ସତ୍ୟର ବହୁତ ନିକଟତରକୁ ଆସିଗଲ। କିନ୍ତୁ ଗୋଟିଏ କଥା ଜାଣି ରଖ, ତୁମ ବାପାଙ୍କ ମୃତ୍ୟୁ ମୋର ଇଚ୍ଛା ନଥିଲା। ଅଭିନବ ଆଶ୍ଚର୍ଯ୍ୟ ହୋଇଗଲା। ତାହେଲେ କାହାର ଇଚ୍ଛା ଥିଲା? କିଛି ମୁହୂର୍ତ୍ତ ନୀରବତା। ତାପରେ ବିକାଶ କହିଲେ, ଯାହାକୁ ତୁମେ ଏପର୍ଯ୍ୟନ୍ତ ନିଜର ସବୁଠାରୁ ବିଶ୍ୱସ୍ତ ଲୋକ ଭାବୁଛ। ଫୋନ୍ କଟିଗଲା। ସମସ୍ତେ ଏକ ଅନ୍ୟକୁ ଚାହିଁଲେ। ଅଭିନବ ଧୀରେ ପଚାରିଲେ, ଆମ ଭିତରେ ଆଉ କିଏ ଅଛି ଯିଏ ମୋତେ ଧୋକା ଦେଉଛି? ଠିକ୍ ସେହି ସମୟରେ ଦୁଆର ଖୋଲିଗଲା। ଜଣେ ଲୋକ ଭିତରକୁ ପଶିଲେ। ସମସ୍ତେ ଚମକିଗଲେ, କାରଣ ସେ ଥିଲେ ପ୍ରିନ୍ସିପାଲ ରାଜେଶ ମହାନ୍ତି।